ଜୟ ଶ୍ରୀରାମ ବନ୍ଧୁଗଣ। ଗୁରୁ ଦ୍ରୋଣାଚାର୍ଯ୍ୟ ମହାଭାରତର ଜଣେ ଏମିତି ଏକ ଭୂମିକାରେ ଥିଲେ ଯାହାକୁ କି ଭୁଲିବା ଅସମ୍ଭବ। ସେ କୌରବ ହୁଅନ୍ତୁ କି ପାଣ୍ଡବ ହୁଅନ୍ତୁ, ସମସ୍ତଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟ ହିଁ ଶିକ୍ଷା ଦେଇଥିଲେ। ଭଗବାନ ପରଶୁରାମଙ୍କର ଶିଷ୍ୟ ଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ। ବହୁତ ଶକ୍ତିଶାଳୀ ଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ। ସେ ବାଲ୍ୟବେଳୁ ହିଁ ପାଞ୍ଚାଲର ରାଜା ଦ୍ରୁପଦଙ୍କ ସହିତ ବହୁତ ମିତ୍ରତା ଥିଲା। ଆଉ ସମୟ ଏମିତି ଅତିବାହିତ ହେବା କ୍ରମେ ସେ ଦୁଇ ଜଣଙ୍କର ସମ୍ପର୍କ ମିତ୍ରତାରୁ ଶତ୍ରୁତାରେ ପରିବର୍ତ୍ତନ ହୋଇଯାଇଥିଲା, ଯାହାଫଳରେ କି ଗୁରୁ ଦ୍ରୋଣାଚାର୍ଯ୍ୟ ଯେତେବେଳେ ପାଣ୍ଡବମାନଙ୍କର ଶିକ୍ଷା ସମ୍ପନ୍ନ ହେଲା, ପାଣ୍ଡବମାନଙ୍କୁ ଏବଂ କୌରବମାନଙ୍କୁ ନେଇଯାଇକିରି ଗୁରୁ ଦ୍ରୋଣାଚାର୍ଯ୍ୟ ପାଞ୍ଚାଲ ରାଜ୍ୟ ଉପରେ ଆକ୍ରମଣ କରିଥିଲେ ଏବଂ ରାଜା ଦ୍ରୁପଦଙ୍କୁ ଅର୍ଜୁନ ବନ୍ଦୀ ବନେଇକିରି ଆଣିଥିଲେ, ଯାହାଫଳରେ କି ଏହି ପ୍ରତିଶୋଧ ନେବା ପାଇଁ ରାଜା ଦ୍ରୁପଦ ବିଚଳିତ ହୋଇଯାଇଥିଲେ। ଆଉ ସେ ଗୋଟେ ମହାଯଜ୍ଞ ଆରମ୍ଭ କରିଥିଲେ ଯେ ଦ୍ରୁପଦ ରାଜା କେମିତି କ'ଣ ପ୍ରତିଶୋଧ ନେବେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଉପରେ। ସେଥିପାଇଁ ସେ ଯେତେବେଳେ ଯଜ୍ଞ କଲେ, ଆଉ ସେଇ ଯଜ୍ଞ କୁଣ୍ଡରୁ ଏକ ନାରୀ ଉତ୍ପନ୍ନ ହୋଇଥିଲେ। ସେ ନାରୀ ଆଉ କେହି ନୁହଁ, ସିଏ ହେଲେ ଦ୍ରୌପଦୀ। ତାପରେ ସେ ଯଜ୍ଞ କୁଣ୍ଡରୁ ଧୃଷ୍ଟଦ୍ୟୁମ୍ନ ଉତ୍ପନ୍ନ ହୋଇଥିଲେ। ଆଉ ସେଇ ଦ୍ରୌପଦୀଙ୍କ ପାଇଁ ହିଁ ସ୍ୱୟଂବର ରଚାଗଲା। ରାଜା ଦ୍ରୌପଦ ରଚିଲେ ସ୍ୱୟଂବର। ଆଉ ସେ ସ୍ୱୟଂବରରେ ଏମିତି ଏକ ସର୍ତ୍ତ ରଖାଗଲା, ଯେଉଁ ସର୍ତ୍ତକୁ ବି ସାଧାରଣ ଯୋଦ୍ଧା କିଏ ପୂରଣ କରିପାରିବେ ନାହିଁ, କେବଳ ଅର୍ଜୁନଙ୍କ ଛଡ଼ା। ଯେତେବେଳେ ବିରାଟ ଆକାରର ସ୍ୱୟଂବର ରଚାଗଲା, ସେ ସ୍ୱୟଂବରରେ ସମସ୍ତ ରାଜ୍ୟରୁ ରାଜାମାନେ ଆସିକିରି ଭାଗ ନେଲେ, ହେଲେ ସେ ଅସମ୍ଭବ ସର୍ତ୍ତକୁ ବା କିଏ ପୂରଣ କରିବ। ସେଠି ସମସ୍ତ ଯୋଦ୍ଧା ଆସି ବିଫଳ ହୋଇ ସାରିଲେଣି, କିନ୍ତୁ ଦ୍ରୌପଦୀଙ୍କୁ ପାଇବା ଆଶାରେ ଅନେକ ଯୋଦ୍ଧା ଆସୁଛନ୍ତି। ସର୍ତ୍ତ ଏଇଆ ଥିଲା ଯେ ଆକାଶରେ ଥିବ ମାଛ, ତଳେ ଛାଇକୁ ପାଣିରେ ଦେଖିକିରି ଆକାଶରେ ଥିବା ମାଛକୁ ଲକ୍ଷ୍ୟ ବନେଇବା ପାଇଁ। ତ ଏତେ ବଡ଼ ଅସମ୍ଭବକୁ କିଏ ବା ସମ୍ଭବ କରିପାରିବ? ସେଥିପାଇଁ ଅନେକ ଯୋଦ୍ଧା ଦ୍ରୌପଦୀଙ୍କ ପାଇବା ଆଶାରେ ସ୍ୱୟଂବରରେ ଭାଗ ନେଲେ, ହେଲେ ସେମାନେ ସମସ୍ତେ ବିଫଳ ହେଲେ। ଯେତେବେଳେ ମହାରଥୀ କର୍ଣ୍ଣଙ୍କର ପାଳି ଆସିଲା, ସେଇଠି ଦ୍ରୌପଦୀ ମନା କରିଦେଇଥିଲେ ମହାରଥୀ କର୍ଣ୍ଣଙ୍କୁ କି ମୁଁ ଗୋଟେ ସୁତ ପୁତ୍ରକୁ କେବେ ହେଲେ ବିବାହ କରିପାରିବି ନାହିଁ। ଆଉ ଯେତେବେଳେ ରାଜା ଦ୍ରୁପଦ ଦେଖିଲେ କି ସମସ୍ତ ରାଜା ଏବେ ସରିଗଲେଣି, ଆଉ କେହି ବି ସ୍ୱୟଂବରରେ ଭାଗ ନେବା ପାଇଁ ବାକି ନାହାନ୍ତି, ସେଇଠୁ ଜଣେ ସନ୍ନ୍ୟାସୀ ବାହାରିକିରି ଆସିଥିଲେ ଆଉ ଲକ୍ଷ୍ୟକୁ ଭେଦ କରିଥିଲେ। ସମସ୍ତେ ଯେତେବେଳେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ସନ୍ନ୍ୟାସୀ ଆଉ କେହି ନୁହଁ, ପାଣ୍ଡବମାନଙ୍କ ମଧ୍ୟରୁ ଜଣେ, ସେ ହେଲେ ଅର୍ଜୁନ। ସେ ସ୍ୱୟଂବରରେ ଲକ୍ଷ୍ୟ ଭେଦ କରିକିରି ଦ୍ରୌପଦୀଙ୍କୁ ବିବାହ କରିଥିଲେ। ଆଉ ଯେତେବେଳେ ବିବାହ କରିସାରି ନେଇକିରି ଦ୍ରୌପଦୀଙ୍କୁ ନେଇ ଯେତେବେଳେ ଯାଇ ପହଞ୍ଚିଲେ ମାତା କୁନ୍ତୀଙ୍କ ପାଖରେ ପାଞ୍ଚ ପାଣ୍ଡବ, ମାତା କୁନ୍ତୀ କିଛି କାର୍ଯ୍ୟ ବ୍ୟସ୍ତତା ଥିବା ବେଳେ ପାଣ୍ଡବମାନଙ୍କୁ କହିଥିଲେ କି ସବୁଦିନ ପରି ଯାହା ତୁମେ ଆଣିଛ ଆଜି ବି ବାଣ୍ଟି ନିଅ। ସବୁ ପାଣ୍ଡବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ମାତା ଇଏ କ'ଣ କହିଦେଲେ। ଯେତେବେଳେ ମାତା କୁନ୍ତୀ ପଛକୁ ବୁଲି ଦେଖନ୍ତି, ତ ମାତା କୁନ୍ତୀ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ମାତାଙ୍କ ବଚନ ରହିବା ତ ନିହାତି ଦରକାର। ସେଥିପାଇଁ ପାଣ୍ଡବମାନେ ଚିନ୍ତା କରିଥିଲେ କି 4 ଜଣ ବନବାସ ଯିବେ ଆଉ ଅର୍ଜୁନ ବିବାହ କରିବେ, କିନ୍ତୁ ଦ୍ରୌପଦୀ ସେ 5 ଜଣଙ୍କୁ ଏକଜୁଟ କରିଥିଲେ। ଆଉ ସେ ଦ୍ରୌପଦୀ 5 ଜଣଙ୍କୁ ହିଁ ବିବାହ କରିଥିଲେ ଧର୍ମରାଜ ଯୁଧିଷ୍ଠିରଙ୍କ ଆଦେଶରେ। ଆଉ ଦ୍ରୌପଦୀ ଖାଲି 5 ଜଣଙ୍କ ପତ୍ନୀ ନଥିଲେ, ଦ୍ରୌପଦୀଙ୍କର ମହାଭାରତରେ ବହୁତ ବଡ଼ ଭୂମିକା ଅଛି। ଦ୍ରୌପଦୀ 5 ପାଣ୍ଡବଙ୍କୁ ଯୋଡ଼ି ରଖିବାର ଗୋଟେ ସୂତା ଥିଲେ। ଦ୍ରୌପଦୀଙ୍କର ପାଣ୍ଡବମାନଙ୍କର ଜୀବନରେ ବା ମହାଭାରତରେ ବହୁତ ବଡ଼ ଭୂମିକା ଥିଲା ଦ୍ରୌପଦୀଙ୍କର। ଏମିତି ତ ପାଣ୍ଡବମାନେ ଅନେକ ବିବାହ କରିଛନ୍ତି, ଯେମିତିକି ଅର୍ଜୁନ ବିବାହ କରିଛନ୍ତି ସୁଭଦ୍ରା, ଉଲୁପି ଏବଂ ଚିତ୍ରାଙ୍ଗନାକୁ, ସେମିତି ଧର୍ମରାଜ ଯୁଧିଷ୍ଠିର ଆଉ ନକୁଳ ସହଦେବ ମଧ୍ୟ, ଭୀମ ମଧ୍ୟ ବିବାହ କରିଛନ୍ତି। କିନ୍ତୁ ଦ୍ରୌପଦୀଙ୍କ ଜାଗା କେହି ବି ନେଇପାରିଲେ। ପାଣ୍ଡବମାନଙ୍କୁ କୌରବମାନେ ନିଷ୍କାସିତ କଲା ପରେ ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥ ରାଜ୍ୟ ନିର୍ମାଣ କରିଥିଲେ। ଆଉ ସେଇ ରାଜ୍ୟରେ ସେମାନେ ଅଶ୍ୱମେଧ ଯଜ୍ଞ ସମ୍ପନ୍ନ କରି ସେ ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ ହୋଇଯାଇଥିଲେ। ତାପରେ ଧର୍ମରାଜ ଯୁଧିଷ୍ଠିର ଗୋଟେ ଫଙ୍କସନର ଆୟୋଜନ ରଖିଥିଲେ, ଯେଉଁ ଫଙ୍କସନରେ କି ସବୁ ରାଜାମାନେ ଯାଇଥିଲେ। ଯେତେବେଳେ ଦୁର୍ଯ୍ୟୋଧନ ଯାଇଥିଲା, ଇନ୍ଦ୍ରପ୍ରସ୍ଥ ମହଲ ଗୋଟେ ମାୟାବୀ ମହଲ ଥିଲା, ତାକୁ ସ୍ୱୟଂ ବିଶ୍ୱକର୍ମା ନିଜେ ନିର୍ମାଣ କରିଥିଲେ। ଆଉ ଯେତେବେଳେ ଇନ୍ଦ୍ରପ୍ରସ୍ଥକୁ ଦୁର୍ଯ୍ୟୋଧନ ଯାଇଛି, ସେ ମାୟାବୀ ମହଲରେ ସମସ୍ତେ ଅକାବକା ହେଇ ରହିଯାଉଥାନ୍ତି, ବାଟଗଣା ହେଇଯାଉଥାନ୍ତି ଗୋଟେ ଜାଗାରେ। ଦୁର୍ଯ୍ୟୋଧନ ଶୁଖିଲା ଭାବି ଯେତେବେଳେ ଆଗକୁ ବଢ଼ିଯାଇଛି, ସେ ଜାଗାରେ ପାଣି ଥିଲା, ଯାହାଫଳରେ କି ଦୁର୍ଯ୍ୟୋଧନ ସେ ପାଣିରେ ହିଁ ଗଳି ପଡ଼ିଥିଲେ। ଆଉ ସମସ୍ତେ ପରିହାସ କରିବାକୁ ଲାଗିଥିଲେ। ଆଉ ଦ୍ରୌପଦୀ ମଧ୍ୟ ଦୁର୍ଯ୍ୟୋଧନକୁ ପରିହାସ କରିଥିଲେ ଆଉ କହିଥିଲେ ଅନ୍ଧ ପୁତ୍ର ଅନ୍ଧ, ଯାହାଫଳରେ କି ଏ କଥାଟା ଦୁର୍ଯ୍ୟୋଧନକୁ ବହୁତ ଜୋରରେ ବାଧି ଯାଇଥିଲା। ଆଉ ଦୁର୍ଯ୍ୟୋଧନ ଯେତେବେଳେ ହସ୍ତିନାପୁର ଆସି ପ୍ଲାନିଂ କରିଥିଲେ, ଶଙ୍କୁନି ମାମା ଏବଂ ଦୁର୍ଯ୍ୟୋଧନ କି କେମିତି କ'ଣ ଦ୍ରୌପଦୀର ଆମେ ବସ୍ତ୍ର ହରଣ କରିବା, ଯେମିତି ସିଏ ମୋର ଇଜ୍ଜତ ନେଇଛି ମୁଁ ସେମିତି ତାର ଇଜ୍ଜତ ନେବି। ଯାହାଫଳରେ କି ଶଙ୍କୁନି ମାମା ରଚିଥିଲା ପ୍ଲାନ୍। ଆଉ ସେଇ ପ୍ଲାନ୍ରେ ଫସିଗଲେ ପାଣ୍ଡବମାନେ। ଯେତେବେଳେ ହସ୍ତିନାପୁରରେ ଦୁର୍ଯ୍ୟୋଧନ ନିମନ୍ତ୍ରଣ ପତ୍ର ଦେଲା ପାଣ୍ଡବମାନଙ୍କୁ, ପାଣ୍ଡବମାନେ ଆସି ପହଞ୍ଚିଲେ ହସ୍ତିନାପୁରରେ, ତାଙ୍କୁ ଦ୍ରୁତ କ୍ରୀଡ଼ାରେ ଫସେଇକିରି ବା ଗୋଟେ ଜୁଆରେ ଫସେଇକିରି ପାଣ୍ଡବମାନଙ୍କର ସବୁ କିଛି ନେଇଗଲା। ପ୍ରଥମେ ତ ଧର୍ମରାଜ ଯୁଧିଷ୍ଠିର ତାଙ୍କ ରାଜ୍ୟକୁ ହରାଇଲେ, ତାପରେ ସେ ତାଙ୍କ ଭାଇମାନଙ୍କୁ ହରାଇଲେ, ଆଉ ସେ ସ୍ୱୟଂ ନିଜକୁ ହରାଇଲେ। ଯେତେବେଳେ ଆଉ କିଛି
କିଛି ବି ନଥାଇ ଧର୍ମରାଜ ଯୁଧିଷ୍ଠିର ଯେତେବେଳେ ଦ୍ରୌପଦୀଙ୍କୁ ଯେତେବେଳେ ଲଗେଇଦେଲେ ତାପରେ ମଧ୍ୟ ଦ୍ରୌପଦୀକି ହାରି ଯାଇଥିଲେ। ତାପରେ ଦୁର୍ଯ୍ୟୋଧନ ଦୁଃଶାସନକୁ କହିଥିଲା କି ଦ୍ରୌପଦୀର ବାଳ ଧରିକିରି ଟାଣି ଟାଣିକିରି ତାକୁ ରାଜସଭାକୁ ଆଣିବା ପାଇଁ। ଆଉ ଦ୍ରୌପଦୀ ଯେତେବେଳେ ଏ ଦୁଃଶାସନର ରାବଣ ଭଳି ହସ, ଦ୍ରୌପଦୀ ସେତେବେଳେ ପୁରା ଭୟଭୀତ ହୋଇସାରିଥିଲେ। ଦ୍ରୌପଦୀଙ୍କ କକ୍ଷକୁ ଯାଇକିରି ଯେତେବେଳେ ଦୁଃଶାସନ ତାଙ୍କ ଚୁଟି ଧରିକିରି ଟାଣି ଟାଣିକିରି ବହୁତ ପୀଡ଼ାର ସହିତ ଯନ୍ତ୍ରଣାର ସହିତ ଆଣିକିରି ରାଜଭବନକୁ ଆସିଲା। ଏପଟେ ପାଣ୍ଡବମାନଙ୍କ ମୁହଁ ଲଜ୍ଜାରେ ତଳକୁ ହେଇଗଲାଣି। ପାଣ୍ଡବମାନେ ଦେଖିକିରି ଆଉ କିଛି କରିବି ପାରୁନାହାନ୍ତି। ସେମାନେ ଅକ୍ଷମ ସେ ସମୟରେ କିଛି କରିବା ତାଙ୍କ ହାତରେ ବି ନାହିଁ। ସେ ସମସ୍ତେ ଦାସ ହୋଇସାରିଛନ୍ତି ଦୁର୍ଯ୍ୟୋଧନର। ତାପରେ ଯେତେବେଳେ ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ର ହରଣ କଲା, ଦ୍ରୌପଦୀ ବାଧ୍ୟ ହୋଇକିରି ସବୁ ସ୍ୱାମୀମାନଙ୍କୁ ସମସ୍ତଙ୍କୁ ସେଠି ସମସ୍ତେ ଉପସ୍ଥିତ ଥିଲେ, ଗୁରୁ ଦ୍ରୋଣାଚାର୍ଯ୍ୟ ହୁଅନ୍ତୁ କି ପିତାମହ ଭୀଷ୍ମ ହୁଅନ୍ତୁ, ସମସ୍ତଙ୍କୁ ଦ୍ରୌପଦୀ ଡାକିଛନ୍ତି ମୋତେ ରକ୍ଷା କର, ହେଲେ କେହି ବି ରକ୍ଷା କରିନଥିଲେ। ଯାହାଫଳରେ କି ଦ୍ରୌପଦୀ ବାଧ୍ୟ ହୋଇ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଥିଲେ। ଆଉ ପ୍ରଭୁ ଶ୍ରୀକୃଷ୍ଣ ହିଁ ବଞ୍ଚେଇଥିଲେ ଦ୍ରୌପଦୀକି। ତାଙ୍କ ଶାଢ଼ୀକି ଯେତେ ମାତ୍ରାରେ ବି ଯେତେ ବି ଟାଣିଲା ଦୁଃଶାସନ, ତାଙ୍କ ଶାଢ଼ୀ ସରିଲାନି। ଦୁଃଶାସନ ଟାଣି ଟାଣି ହାଲିଆ ହେଇଗଲା ପଛେ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିପାରିଲା ନାହିଁ। ତାପରେ ପୁଣି ଥରେ ଗୋଟେ ବାଜି ଲାଗିଥିଲା। ଆଉ ସେତେବେଳେ ବି ପାଣ୍ଡବମାନେ ହାରି ଯାଇଥିଲେ ଆଉ ଦୁର୍ଯ୍ୟୋଧନ ଜିତି ଯାଇଥିଲା। ସେତେବେଳେ ବାଜି ରହିଥିଲା ଏଇଆ ଯେ ଯିଏ ବି ଜିତିବ ସେ 13 ବର୍ଷ ବନବାସ ଏବଂ ଗୋଟିଏ ବର୍ଷ ଅଜ୍ଞାତବାସ ଯିବ। ଯାହାଫଳରେ କି ପାଣ୍ଡବମାନଙ୍କୁ ବନ ଯିବାକୁ ପଡ଼ିଥିଲା। ଆଉ ଏପଟେ ଯେତେବେଳେ ପାଣ୍ଡବମାନେ 14 ବର୍ଷ ବନରେ ବିତେଇ ସାରି ଯେତେବେଳେ ପୁଣି ଫେରିଲେ ତାଙ୍କର ଅଧିକାର ମାଗିବା ପାଇଁ, ସେତେବେଳେ ବି ଦୁର୍ଯ୍ୟୋଧନ ଅଧିକାର ଦେବା ପାଇଁ ମନା କରିଦେଇଥିଲା। ଯାହାଫଳରେ କି ପ୍ରଭୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଭାରତବର୍ଷର ଇତିହାସର ସବୁଠୁ ବଡ଼ ଧର୍ମଯୁଦ୍ଧ ହୋଇଥିଲା। ଆଉ ସେ ଧର୍ମଯୁଦ୍ଧରେ ପାଣ୍ଡବମାନେ ବିଜୟ ହୋଇଥିଲେ। ବିଜୟ ହେଲା ପରେ 36 ବର୍ଷ ଧରି ସେମାନେ ହସ୍ତିନାପୁରରେ ରାଜ କରିଥିଲେ। ଆଉ ତାପରେ ସେମାନେ ଯେତେବେଳେ ସ୍ୱର୍ଗକୁ ଯାଇଥିଲେ, ଦ୍ରୌପଦୀ ଅଧା ରାସ୍ତାରେ ହିଁ ପାହାଡ଼ରୁ ଗଳିକିରି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଉ ଏମିତି ସମସ୍ତେ ଧୀରେ ଧୀରେ କିରି ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। କେବଳ ଧର୍ମରାଜ ଯୁଧିଷ୍ଠିର ହିଁ ଯାଇକିରି ସ୍ୱର୍ଗରେ ତାଙ୍କର ସ୍ୱଶରୀର ନେଇ ପହଞ୍ଚିଥିଲେ। ତ ଆଜି ଆମେ ମହାଭାରତର କିଛି ଅଜଣା କଥା ବା ଦ୍ରୌପଦୀଙ୍କ ବିଷୟରେ କିଛି ଆମେ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କଲେ। ମହାଭାରତର ଏହିସବୁ ଛୋଟ ଛୋଟ କଥା ଜାଣିକିରି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ କହିବେ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦେବେ। ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ କେବେ ହେଲେ ଭୁଲିବେନି। ଜୟ ଶ୍ରୀରାମ।